ବାବା କେଦାରନାଥ ମିନି କେଦାରନାଥ ମୁଁ ଆଜି ଆସିଛି ଆଜି ମୋ ସ୍ୱପ୍ନ ଯେ ସତ ହେଇଯାଏ ମୋ ପୁଅ ବାହାଘର ହେଇଯାଏ ପୁଅ ବୋଉ ଆସିକି ଏଠି ବୁଲିବି କହିଥିଲେ ମିନି କେଦାରନାଥ ଜଗତେଶ୍ୱର ଠାକୁର ଅଛନ୍ତି ବୋଲି ଆମେ ଆଉ ଦେଖିବୁ ବୋଲିକି ଆମ ସ୍ୱପ୍ନ ଥିଲା ଆଜି ମୋ ସ୍ୱପ୍ନ ଥିଲା ଯଦି ଆପଣ ଆଜି ଆସିଲେ ଜଗେଶ୍ୱର ଧାମକୁ ଆସିଲେ କେମିତି ଲାଗିଲା ଆପଣଙ୍କୁ? ଭଲ ଲାଗିଲା। ଭଲ ଲାଗିଲା। ହୁଁ। ଏ ଜଗେଶ୍ୱର ଧାମରେ କଣ ରହିଛି ରହସ୍ୟ ଆପଣ ଜାଣିଛନ୍ତି? ମୁଁ ତ ସେ ସବୁ ଜାଣିନି ହଉ ମୁଁ ତ ନୂଆ ଫାଷ୍ଟ ଆମେ ଆସିଛି ଠାକୁର ମନ୍ଦିର ମନ୍ଦିର ବୁଲି ବେଢା ଚାରିପିଟି ବୁଲି ଠାକୁର ଦେଖି କେମିତି ଲାଗିଲା? ବହୁତ ଭଲ ଲାଗିଲା। ବହୁତ ଭଲ ଲାଗେ। ଠାକୁରଙ୍କୁ କଣ ମାଗିଲେ ଆପଣ ଆଜି? ମୁଁ ଲୋକ କିଛି ମନସ୍କାମନା ପାଇଁ ଆସନ୍ତି ଠାକୁରଙ୍କୁ ମାଗନ୍ତି କିଏ କପଡ଼ାରେ ଥିଲା ଟେକା ମାରିକି ବାନ୍ଧନ୍ତି ମାନସିକ କରନ୍ତି କଣ କଲେ? ତୋ ପୁଅଟାର ବାହାଘର ହେଇନି ଏ ପୁଅ ବାହାଘର ପାଇଁ ପୁଅ ବାହାଘର ପାଇଁ ଏଠୁ ଆସିଥିଲେ? ମୁଁ ଆସେ ଗୋଟେ ଠାକୁରଙ୍କୁ ଜଣେଇଲି ଆଉ ପୁଅ ବାହାଘର ହେଲେ ଏ ସ୍ୱାମୀ ସ୍ତ୍ରୀ 2 ଜଣ ଆସିବେ ଏଠି ବୁଲିବା ପାଇଁ ଆସିକି ଦର୍ଶନ କରିଯିବେ। ଜଗେଶ୍ୱରଙ୍କୁ କହିଲେ? ହଁ କଣ କହିଲେ ଆପଣ? ଏଥିରେ ଭଲ ହଁ କହିଛି ଆଉ ଜଗେଶ୍ୱର କଣ କହିଲେ ଆପଣ? ହଉ ମୁଁ ବାବା କେଦାରନାଥ ମିନି କେଦାରନାଥ ମୁଁ ଆଜି ଆସିଛି ଆଜି ମୋ ସ୍ୱପ୍ନ ଯେ ସତ ହେଇଯାଏ ମୋ ପୁଅ ବାହାଘର ହେଇଯାଏ ପୁଅ ବୋଉ ଆସିକି ଏଠି ବୁଲିବି ଇଏ ଯାଇ ଭୋଗରାଗ କରିକି ଯିବେ ଆଉ ବୁଲିଯିବେ ଆଉ। ଆପଣ ଭାବରେ ଡାକିଛନ୍ତି? ହଁ ଡାକିଛି। ମାନେ ଗମ୍ଭୀର ସହ ଡାକିଛନ୍ତି ନା ଠାକୁର ସେ ଶୁଣିବେ? ଯାହେଲେ ମୁଁ କହିଛି ଠାକୁରଙ୍କ ଦୟା ମୁଁ କଣ କରିବି ସବୁ ମନ୍ଦିର ଯାଉଛନ୍ତି ହଁ ଏ ମନ୍ଦିର ଠାକୁରଙ୍କୁ ଦେଖିକି ଆପଣ କଣ ଆକର୍ଷିତ ହେଲା? ମତେ ନୂଆ ଆମେ ଏଠି ଆସିନି ତ ଏଇ ନୂଆ ଠାକୁର ନୂଆ ପ୍ରକାର ଲାଗିଲେ ଆଉ